ରଞ୍ଜିତା ମାଟି ମା ବକ୍ଷ ବୀର ପୁତ୍ର ଜନନୀର ଶତ୍ରୁର କତେ ଖେଳିଥିଲେ ହୋରି ବଳି ଦେଇ ନିଜ ଶିର ସେ ଅମର କଥା ଏବେ ବି ଶୁଣାଏ ସେ ଅମର କଥା ଏବେ ବି ଶୁଣାଏ ଇତିହାସ ମାଟିର ଏଇ ମାଟିର ଇତିହାସ। ଓଡ଼ିଶା ଇତିହାସର ଗୌରବମୟ ତଥା ସମ୍ପୂର୍ଣ୍ଣ ବିସ୍ତୃତ ଏକ ମର୍ମସ୍ପର୍ଶୀ ଅଧ୍ୟାୟ। ଚିତ୍ରିତ ପୃଷ୍ଠାଗୁଡ଼ିକରେ ଅନେକ ଲୋମହର୍ଷଣକାରୀ ଘଟଣାବଳୀର ରୂପାୟନ ହୋଇଥିଲେ ମଧ୍ୟ କିଛି ଅଜ୍ଞାତ ଅଧ୍ୟାୟର ଆଭାସ ମାତ୍ର ଦେଖିବାକୁ ମିଳେ। ବିଭିନ୍ନ ସମୟରେ ଓଡ଼ିଶା ରାଜ୍ୟର ପଡ଼ୋଶୀ ରାଜ୍ୟ ତଥା ଆଫଗାନ, ମୋଗଲ, ମରହଟ୍ଟା ଏବଂ ଇଂରେଜ ପ୍ରଭୃତି ବାହ୍ୟ ଶକ୍ତି ଦ୍ୱାରା ଆକ୍ରାନ୍ତ ହୋଇଛି ଏ ପବିତ୍ର ମାଟି। ଏହି ଆକ୍ରମଣ କାଳଗୁଡ଼ିକରେ ଓଡ଼ିଶା ଭୂମିରେ ବିଭିନ୍ନ ଦେଶପ୍ରେମୀ ଓ ସାହସିକ ଯୋଦ୍ଧାଙ୍କର ଆବିର୍ଭାବ ଘଟିଛି। ବ୍ରିଟିଶ ଆକ୍ରମଣର ପ୍ରାକ୍ କାଳରେ ଜଣେ ନିଃସ୍ୱାର୍ଥପର, ବିଜ୍ଞ, ପଣ୍ଡିତ, କର୍ମସାଧକ, ସାହସୀ ଯୁଦ୍ଧ ବିଶାରଦ ଜୟକୃଷ୍ଣ ରାଜଗୁରୁ ଓରଫ ଜୟୀ ରାଜଗୁରୁଙ୍କ ଆବିର୍ଭାବ। ତାଙ୍କ ବଳିଷ୍ଠ ନେତୃତ୍ୱରେ ସୁସଂଗଠିତ ହୋଇପାରିଥିଲା ଓଡ଼ିଶାର ପାଇକ ବାହିନୀ। ସେ ଥିଲେ ଚିରକୁମାର, ଉନ୍ନତ ନାସା, ପଦ୍ମ ପଳାଶଲୋଚନ, ବୀରେନ୍ଦ୍ର କେଶରୀ। ବେଦଜ୍ଞ ବ୍ରାହ୍ମଣ ପରମ୍ପରାରୁ ଦୂରେଇ ଯାଇ ଦେଶ ମାତୃକାର ସ୍ୱାଧୀନତା ରକ୍ଷା ପାଇଁ ସେ ସାଜିଥିଲେ ଜଣେ ସୁଦକ୍ଷ ସଶସ୍ତ୍ର ସୈନିକ। ଶ୍ରୋତାବନ୍ଧୁ, ମୁଁ ଆପଣମାନଙ୍କୁ ନେଇଯାଉଛି 1798 ଖ୍ରୀଷ୍ଟାବ୍ଦକୁ, ଯେତେବେଳେ ଓଡ଼ିଶାର ରାଜା ଥିଲେ ଗଜପତି ଦ୍ୱିତୀୟ ମୁକୁନ୍ଦ ଦେବ। ଇତିହାସ କହେ ସେ ନାବାଳକ ହୋଇ ରାଜଗାଦିରେ ବସିଲେ, ସାବାଳକ ହୋଇ ଶାସନ କଲେ। ତାଙ୍କ ନିରଙ୍କୁଶ ଶାସନରେ ଜୟୀ ରାଜଗୁରୁଙ୍କର ଅବଦାନ କ'ଣ ଥିଲା? କିଏ ସେହି ବିସ୍ମୟ ପୁରୁଷ? ପୁରୀ ନିକଟବର୍ତ୍ତୀ ବୀର ହରେକୃଷ୍ଣପୁର ଶାସନ। ଜୟକୃଷ୍ଣ ଜନ୍ମ ହୋଇଥିଲେ ସେହି ଶାସନ ନିବାସୀ ଗୋଟିଏ କୌଶିକ ବାଜପେୟୀ ବ୍ରାହ୍ମଣ ପରିବାରରେ। ବଂଶାନୁକ୍ରମେ ତାଙ୍କ ପୂର୍ବପୁରୁଷମାନେ ପଣ୍ଡିତ ଥିଲେ ଏବଂ ଖୋର୍ଦ୍ଧା ରାଜାମାନଙ୍କର ରାଜଗୁରୁ ତଥା ପରାମର୍ଶଦାତା ରୂପେ କାର୍ଯ୍ୟ କରି ଆସୁଥିଲେ। ଜୟକୃଷ୍ଣଙ୍କ ପିତା ରାମଚନ୍ଦ୍ର ବ୍ରାହ୍ମଣ କୁଳରେ ଜନ୍ମ ହୋଇ ମଧ୍ୟ ଯୁଦ୍ଧ ବିଦ୍ୟାରେ ନିପୁଣ ଥିଲେ। ସେହି ଉଷ୍ମ ଶୋଣିତ ଧାର ପ୍ରବାହିତ ହୋଇଥିଲା ଜୟକୃଷ୍ଣଙ୍କ ଶିରା ପ୍ରଶିରାରେ। ଶୈଶବରୁ ତାଙ୍କ ଶରୀରକୁ ପଥର ପରି ଶକ୍ତ କରି ଗଢ଼ାଯାଇଥିଲା। ବିଦ୍ୟାଲାଭରେ ସେ ଯେତିକି ବିଚକ୍ଷଣ ଧୀମା ନଥିଲେ, କୁସ୍ତି, କସରତ, ବାଡ଼ି ଖେଳ, ଘୋଡ଼ାଚଢ଼ା ଆଦି କାର୍ଯ୍ୟରେ ସେତିକି ପ୍ରବୀଣ ଥିଲେ। ବାପା ଚାନ୍ଦ ଗୁରୁଙ୍କ ସହିତ ତତ୍କାଳୀନ ରାଜା ଦିବ୍ୟସିଂହ ଦେବଙ୍କ ନିକଟକୁ ଅନେକ ସମୟରେ ଯାଉଥିଲେ ଯୁବକ ଜୟକୃଷ୍ଣ। କୁସ୍ତି ପ୍ରତିଯୋଗିତା ଓ ଘୋଡ଼ା ଦୌଡ଼ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚନାରେ ରାଜାଙ୍କ ନିଷ୍ପତ୍ତିକୁ ବିରୋଧ କରନ୍ତି ଜୟକୃଷ୍ଣ। ତାଙ୍କର ମେଧାଶକ୍ତି ଦେଖି ରାଜା ତାଙ୍କୁ ନିମନ୍ତ୍ରଣ କରନ୍ତି ସୈନ୍ୟମାନଙ୍କୁ ତାଲିମ ଦେବା ପାଇଁ। ଧୀରେ ଧୀରେ ନାବାଳକ ରାମଚନ୍ଦ୍ର ଦେବଙ୍କ ଅଭିଭାବକ ହୋଇ ରାଜକାର୍ଯ୍ୟ ବୁଝନ୍ତି ଜୟକୃଷ୍ଣ।
ପିଲାଦିନରୁ ସେ ସ୍ୱାଧୀନ ଚେତା। ବିଦେଶୀମାନଙ୍କ ଓଡ଼ିଶା ଆକ୍ରମଣ ପ୍ରତି ବିଦ୍ୱେଷ ଭାବ, ବିଶେଷ କରି ଇଂରେଜ ଶାସନ ପ୍ରତି ତାଙ୍କ ହୃଦୟରେ ଭରି ରହିଥିଲା ଅବିଶ୍ୱାସ ଓ ଘୃଣା। ଓଡ଼ିଶାରେ ଇଂରେଜ ଶାସନକୁ ପ୍ରଶ୍ରୟ ଦେବେ ନାହିଁ ବୋଲି ସେ ନେଇଥିଲେ ଦୃଢ଼ ସଂକଳ୍ପ। ଜୀବନର ରଣାଙ୍ଗନରେ ଏହି ସଂକଳ୍ପ ସେ କ'ଣ ସତରେ ରଖିପାରିଲେ? ସେ କ'ଣ ରଖିପାରିଲେ ଖୋର୍ଦ୍ଧାଗଡ଼ ତଥା ଓଡ଼ିଶାର ମାନ ସମ୍ଭ୍ରମ? ବ୍ରିଟିଶ ଶାସନକୁ ପଦାନତ କଲେ ନା ନିର୍ବିକାର ଭାବରେ ନିଜ ମର୍ଯ୍ୟାଦା ରକ୍ଷା କରି ଶହୀଦ ହେଲେ? ଅଦ୍ଭୁତ ବ୍ରିଟିଶମାନଙ୍କର ରଣକୌଶଳ ଓ ସୈନ୍ୟ ଚାଳନା। ଫିରିଙ୍ଗିର ତୋପ କମାଣ ଗୁଳି ଗୋଳାର ସମ୍ମୁଖୀନ ହେବା ପାଇଁ ଦେଶୀୟ ଅସ୍ତ୍ରଶସ୍ତ୍ର ସମକକ୍ଷ ନଥିଲା। ସେମାନଙ୍କ ଯୁଦ୍ଧ ଚାଳନା ନିକଟରେ ମୋଗଲ ଏବଂ ମରହଟ୍ଟା ସୈନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ। ସେ ତୁଳନାରେ କେତେ ବା ଶକ୍ତି ମୁକୁନ୍ଦ ଦେବଙ୍କର? ବାରମ୍ବାର ହତାଶ ହୋଇପଡ଼ୁଥିଲେ ସେ। ହେଲେ ଜୟୀ ରାଜଗୁରୁଙ୍କ ମନ ଓ ହୃଦୟରେ ପ୍ରଜ୍ୱଳିତ ହେଉଥିଲା ପ୍ରତିଶୋଧ ଆଉ ସ୍ୱାଭିମାନର ବହ୍ନି। ଫିରିଙ୍ଗିମାନଙ୍କ ସହିତ ଯୁଦ୍ଧ ନ କରିବା ପାଇଁ ରାଜାଙ୍କର ମାନସିକତାର ପ୍ରତିବାଦ କରି ଜୟୀ ରାଜଗୁରୁ କହିଥିଲେ, ଓଡ଼ିଶାର ଗଜପତି ମୁକୁନ୍ଦ ଦେବ ତାହେଲେ ଫିରିଙ୍ଗି ବଣିକମାନଙ୍କ ସଙ୍ଗରେ ସନ୍ଧି କରିବେ? ରାମଚନ୍ଦ୍ର ଦେବଙ୍କ ବଂଶରେ ଜନ୍ମଗ୍ରହଣ କରି ଭୀରୁତା ପ୍ରଦର୍ଶନ କରିବା ଆପଣଙ୍କ ଭଳି ଯୁବକ ରାଜାଙ୍କଠାରୁ ଏ ଦେଶ ଆଶା କରୁନାହିଁ ମହାରାଜ। ତଥାପି ମୁକୁନ୍ଦ ଦେବଙ୍କର ସେଇ ଗୋଟିଏ ମାତ୍ର ମାନସିକ ପ୍ରତିକ୍ରିୟା। ବିବ୍ରତ ଜୟୀ ରାଜଗୁରୁ ପୁଣି ଆରମ୍ଭ କଲେ, ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ପକ୍ଷରେ କିଛି ଅସମ୍ଭବ ନୁହେଁ। ଲକ୍ଷେ ରାଜାଙ୍କ ମୌଡ଼ମଣି ଓଡ଼ିଶାର ଗଜପତି ଆପଣ। ଆମ ପାଇକ ବୀରମାନେ ପଠାଣ, ମୋଗଲ ଓ ମରହଟ୍ଟା ସୈନ୍ୟମାନଙ୍କୁ ଅତୀତରେ ବହୁବାର ପରାସ୍ତ କରିଛନ୍ତି। ଶତାବ୍ଦୀ ଶତାବ୍ଦୀ ଧରି ଭାରତର ସ୍ୱାଧୀନ ନରପତି ରୂପେ ଖୋର୍ଦ୍ଧାର ଗଜପତି ପରିଚିତ। ଯେତେ ଦିନ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ଅନୁକମ୍ପାରୁ ଆପଣ ବଞ୍ଚିତ ହୋଇନାହାନ୍ତି, ପୃଥିବୀର କୌଣସି ଶକ୍ତି ଆପଣଙ୍କୁ ପରାସ୍ତ କରିପାରିବ ନାହିଁ। ଆପଣଙ୍କର ଆଦେଶ ପାଇଲେ ପାଇକ ବୀରମାନଙ୍କୁ ଏକତ୍ରିତ କରି ଫିରିଙ୍ଗି ଫୌଜ ଉପରେ ଆକ୍ରମଣ କରିବା ମୋର ଅଭିପ୍ରାୟ। ଏପରି ଜ୍ୱାଳାମୁଖୀ ବାଣୀରେ ଗଜପତିଙ୍କ ମନରେ ସୁଦୃଢ଼ ହୋଇଛି ଫିରିଙ୍ଗି ଆକ୍ରମଣର ପ୍ରତିରୋଧ ଭାବ। ଜୟୀ ରାଜଗୁରୁଙ୍କ କଥାରେ ସମ୍ମତ ହୋଇଛନ୍ତି ଗଜପତି। ତାପରେ ଦ୍ୱିଗୁଣିତ ହୋଇଛି ଜୟୀ ରାଜଗୁରୁଙ୍କ ସାହସ ଓ ପରାକ୍ରମ। ଗର୍ଜି ଉଠିଛି ତରବାରୀର ଝଙ୍କାର, ଧନୁର ଟଙ୍କାର, ପାଇକମାନଙ୍କର କୁହାଟ ଆଉ ରଣହୁଙ୍କାରରେ ପ୍ରକମ୍ପିତ ଗଗନ ପବନ। ବିଜ୍ଞ, ବିଚକ୍ଷଣ, ପରାକ୍ରମୀ, ସୁଚତୁର ଜୟୀ ରାଜଗୁରୁଙ୍କ ଶୃଙ୍ଖଳିତ ସୈନ୍ୟ ଚାଳନା, ପ୍ରବଳ ପରାକ୍ରମୀ ସେନାପତି ବଳବନ୍ତ ରଣସିଂହଙ୍କ ବିପୁଳ ସହଯୋଗ ପାଇ ପାଇକ ସେନା ଦୁର୍ଜୟ ହୋଇ ଉଠିଛି। ଓଡ଼ିଆ ନାରୀ ସେନାବାହିନୀ ବି ଘର କୋଣରୁ ବାହାରି ଆସିଛନ୍ତି ଯୁଦ୍ଧରେ ସାମିଲ ହେବା ପାଇଁ। କାଳ ବିଳମ୍ବ ନ କରି ଖୋର୍ଦ୍ଧାର ସୈନ୍ୟ ଅଚାନକ ଆକ୍ରମଣ କରିଛନ୍ତି। ଖୋର୍ଦ୍ଧାର ସୈନ୍ୟଙ୍କୁ ପ୍ରତିରୋଧ କରିବାକୁ ଯାଇ ଅନେକ ଫିରିଙ୍ଗି ସୈନ୍ୟ ବନ୍ଦୀ। 2000 ସୈନ୍ୟ ଧରି ଜୟୀ ରାଜଗୁରୁ ସନ୍ଧି ବାହାନାରେ ବାରବାଟୀ ଦୁର୍ଗ ଉପରେ ଚାରିପଟୁ ଅଚାନକ ଆକ୍ରମଣ କରିଛନ୍ତି। ଖୋର୍ଦ୍ଧା ସୈନ୍ୟମାନଙ୍କର ଜୟ ଜୟକାର ବଢ଼ିବାରେ ଲାଗିଛି। ଏ ରଣହୁଙ୍କାର ଶୁଣି ବିଚଳିତ କର୍ଣ୍ଣେଲ ହରକୋଟ। ସେ କ'ଣ ଆଶା କରିଥିଲେ ଏପରି ଅପ୍ରତ୍ୟାଶିତ ଆକ୍ରମଣ? ବନ୍ଦୀ ହେଲେ କର୍ଣ୍ଣେଲ ହରକୋଟ। ଜୟୀ ରାଜଗୁରୁ ଓ ବଳବନ୍ତ ରଣସିଂହ କହନ୍ତି, ଆପଣ କରିଥିବା ଚୁକ୍ତିର ସର୍ତ୍ତ ପୂରଣ କରନ୍ତୁ, ଆମେ ବାରବାଟୀ ଦୁର୍ଗ ଛାଡ଼ିଦେବୁ। କର୍ଣ୍ଣେଲ କିଛି କହିବା ପୂର୍ବରୁ ଜୟୀ ରାଜଗୁରୁ ଗମ୍ଭୀର ଭାବରେ କହିଲେ, ଆପଣଙ୍କର କିଛି ଭୟ କରିବାର ନାହିଁ ଫିରିଙ୍ଗି ସେନାପତି। ଆପଣ ବର୍ତ୍ତମାନ ବନ୍ଦୀ ଏବଂ ଆଶ୍ରିତ ହେଲେ ମଧ୍ୟ ଓଡ଼ିଆ ଜାତିର ମହାନୁଭବତା ଅନୁମାନ କରିପାରୁଥିବେ। ଜଣେ ବନ୍ଦୀ ସେନାପତିଙ୍କୁ କାରାଗାରରେ ନିକ୍ଷେପ ନ କରି ସମୁଚିତ ସମ୍ମାନ ଦେଖାଇବାକୁ ମଧ୍ୟ ଓଡ଼ିଆ ବୀର ଜାଣେ। କପଟ ରଣକୌଶଳକୁ ଓଡ଼ିଆ ବୀର ବିଶ୍ୱାସ କରେନା, କିନ୍ତୁ କପଟି ସେନାପତିଙ୍କୁ ଦେଖାଇ ଦେବାକୁ ଚାହିଁଥିଲୁ ଯେ କପଟ ଯୁଦ୍ଧ ଆମେ ମଧ୍ୟ କରି ଜାଣୁ।
ଆପଣଙ୍କର ଭୟ କରିବାର କୌଣସି କାରଣ ନାହିଁ। ଆପଣ ଚୁକ୍ତି ପାଳନ କରନ୍ତୁ, ଆମେ ଚାଲିଯିବୁ। ଫେରିଙ୍ଗିମାନେ ଏତେ ସହଜରେ ହାର ମାନିବା ଜାଣନ୍ତି ନାହିଁ। ହେଲେ କ'ଣ ସେମାନଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ଥିଲା, ଜାଣିବା ନିଶ୍ଚୟ। ଉପରେ ପାଣି ସିଞ୍ଚି ଭିତରେ ଚେର କାଟିବା ଫିରିଙ୍ଗିମାନଙ୍କର ସହଜାତ ପ୍ରବୃତ୍ତି। କିଛି ଦୂରଭିସନ୍ଧି ରଖି କର୍ଣ୍ଣେଲ ହାରକୋଟ ପଠାଇଛନ୍ତି ଫିରିଙ୍ଗି କାନୁନଗୋ ଗୋବିନ୍ଦ ରାୟଙ୍କୁ ଗଜପତିଙ୍କ ନିକଟକୁ। ଖୁରୁଧାଗଡ଼ରେ ପହଞ୍ଚିଛନ୍ତି ଗୋବିନ୍ଦ ରାୟ। ଜୟୀ ରାଜଗୁରୁଙ୍କୁ ଅବହେଳା କରି ସ୍ୱତନ୍ତ୍ର ଭାବେ ଗଜପତିଙ୍କୁ ସମ୍ବାଦ ଦେବା ପାଇଁ ନିଜର ଅଭିପ୍ରାୟ ପ୍ରକାଶ କରନ୍ତି ସେ। ଜୟୀ ରାଜଗୁରୁଙ୍କ ମନ ଆକାଶରେ ସନ୍ଦେହର ଘନ କୁହୁଡ଼ି। ହୃଦୟରେ ଜଳି ଉଠେ କ୍ରୋଧର ଅଗ୍ନିଶିଖା। ଗଜପତିଙ୍କୁ ବାରବାଟୀ ଯିବାକୁ ନିମନ୍ତ୍ରଣ କରିବା ଏବଂ ଗଜପତି ସେ ପ୍ରସ୍ତାବରେ ରାଜି ହେବା ଜୟୀ ରାଜଗୁରୁଙ୍କୁ ବିବ୍ରତ କରି ପକାଇଛି। ପ୍ରସଙ୍ଗକ୍ରମେ ଗୋବିନ୍ଦ ରାୟଙ୍କ ମୁଖରୁ ବାହାରି ପଡ଼ିଛି, ଛାମୁ ଯଦି ଫିରିଙ୍ଗି ଫୌଜ ସହିତ ସନ୍ଧିରେ ଆବଦ୍ଧ ହୁଅନ୍ତି, ଖୁରୁଧା ରାଜ୍ୟର ଲୋକେ ସୁଖରେ ବସବାସ କରନ୍ତେ। ଆଉ କର୍ଣ୍ଣେଲଙ୍କର ବିଶ୍ୱାସ ଯେ ଆପଣ ନିଜେ ଏହାର ସ୍ୱାଧୀନ ବିଚାର କରିବେ। ଆପଣଙ୍କ ପରାମର୍ଶଦାତା ରୂପେ ଗୋଲାମ ଅମିନ ମନୋନୀତ ହୋଇଛନ୍ତି। ଏହି କଥାର ତରବାରୀରେ କ୍ଷତବିକ୍ଷତ ହୋଇପଡ଼ିଛନ୍ତି ଜୟୀ ରାଜଗୁରୁ। ଉତ୍କେଶର ସିଂହ ପରି ଗର୍ଜି ଉଠି କହିଛନ୍ତି, ତୁମର ଆସ୍ପର୍ଦ୍ଧତା କମ୍ ନୁହେଁ ଗୋବିନ୍ଦ ରାୟ। କେଇ ବାଟି ଜମି ଜାଗିର ପାଇବା ପାଇଁ ଆଉ କେତୋଟି ମୁଦ୍ରାର ପ୍ରଲୋଭନରେ ତମେ ଏତେ ତଳକୁ ଖସିଯାଇ ପାରିଲ? ବିନା ଦ୍ୱିଧାରେ ଫିରିଙ୍ଗି ବଣିକଙ୍କ ପାଖରେ ନିଜର ବିବେକ ଟିକକ ବିକ୍ରି କରିଦେଇ ପାରିଲ? ପୁଣି ଆସିଛ ସାରା ଓଡ଼ିଆ ଜାତିର ବିବେକକୁ ଭ୍ରଷ୍ଟ କରିବାର ପ୍ରସ୍ତାବ ନେଇ। ଶୁଣି ରଖ ଗୋବିନ୍ଦ ରାୟ, ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଖୁରୁଧା ରାଜ୍ୟ ବ୍ରିଟିଶ ବଣିକମାନଙ୍କ ପଦାନତ ହୋଇପାରିବ ନାହିଁ। ଯାଅ, ତମର ମିଥ୍ୟାବାଦୀ ମାଲିକକୁ ସୂଚାଇ ଦିଅ, ଗଜପତି ଓ ରାଜଗୁରୁ ମଧ୍ୟରେ ଅନ୍ତର କରିବାର ଫିରିଙ୍ଗି କୂଟନୀତି ଧରାପଡ଼ିଯାଇଛି। ଆଉ ମନେ ରଖ, ଖୁରୁଧା ରାଜ୍ୟରୁ ତୁମର କାର୍ଯ୍ୟାଳୟ ଅବିଳମ୍ବେ ଉଠାଇ ନେବାକୁ ପଡ଼ିବ, ନଚେତ୍ ପରିଣାମ ବିଷମୟ ହେବ। ଚାଲି ଯାଇଛନ୍ତି ଗୋବିନ୍ଦ ରାୟ। ହେଲେ ସ୍ୱାଭିମାନର ମଞ୍ଜିଟି ଗଜପତି ମୁଣ୍ଡରେ ଭରିଦେଇ ଯାଇଛନ୍ତି। ଏହାପରେ ଗଜପତି କ'ଣ ସତରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି? ସ୍ୱାଭିମାନୀ ମଣିଷ ନିଜର ସ୍ୱାଭିମାନକୁ କେବେ ବଳି ଦେବାକୁ ଚାହେଁନା। ତାଛଡ଼ା ରାଜବଂଶ ସମ୍ଭୂତ ସାବାଳକ ମୁକୁନ୍ଦ ଦେବ ନିଜେ ସ୍ୱାଧୀନ ଭାବରେ ରାଜ୍ୟ ଶାସନ କରିବା ପାଇଁ ପ୍ରୟାସୀ। ଅଭିଭାବକ ଜୟୀ ରାଜଗୁରୁଙ୍କ ମତାନୁସାରେ ଚଳିବା ଏବଂ ତାଙ୍କ କଥାରେ ହଁ ଭରିବା ପାଇଁ ସେ ଇଚ୍ଛୁକ ନୁହନ୍ତି। ସେ ଚାହାନ୍ତି ଫିରିଙ୍ଗିମାନଙ୍କ ସହିତ ଯୁଦ୍ଧ ନ କରି ସନ୍ଧି କରିବାକୁ। କିନ୍ତୁ ଜୟୀ ରାଜଗୁରୁ ଚାହାନ୍ତି ନିଜ ବାହୁବଳରେ ଖୁରୁଧାର ସ୍ୱାଧୀନତା ଅକ୍ଷୁର୍ଣ୍ଣ ରଖିବାକୁ। ଏମିତି ଏକ ଦୋଛକି ରାସ୍ତାରେ ଆଜି ମୁକୁନ୍ଦ ଦେବ। କ'ଣ କରିବେ? କେଉଁ ରାସ୍ତା ଧରିବେ? କେଉଁ ସିଦ୍ଧାନ୍ତରେ ପହଞ୍ଚିବେ? କିଛି ସ୍ଥିର କରିପାରୁନାହାନ୍ତି। କାରଣ ସେପରି ଶକ୍ତ ମାନସିକତା ତାଙ୍କର ଏଯାଏଁ ହେଇନି। ଜୟୀ ରାଜଗୁରୁ ମୁକୁନ୍ଦ ଦେବଙ୍କ ମତାମତକୁ ଭ୍ରୁକ୍ଷେପ ନ କରି ବଳବନ୍ତ ରଣସିଂ, ମୁସ୍ତାଫା, ସଦାନନ୍ଦ ଓ ଅନ୍ୟ ପାଇକ ବୀରମାନଙ୍କୁ ସୁସଂଗଠିତ କରି ବାରବାଟୀ ଦୁର୍ଗ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଅଭୂତପୂର୍ବ ଉତ୍ସାହ ଉଦ୍ଦୀପନା ଭରି ଦେଇଛନ୍ତି ପାଇକମାନଙ୍କ ହୃଦୟରେ। ବରୁଣେଇ କରୁଣେଇଙ୍କ ନାମରେ ଶପଥ କରି ନିଜ ମା ମାଟିର ଟେକ ରଖିବା ପାଇଁ ପାଇକମାନେ ନେଇଛନ୍ତି ଦୃଢ଼ ସଂକଳ୍ପ। ଶତ୍ରୁ ସୈନ୍ୟଙ୍କୁ ସମୂଳେ ବିନାଶ କରିବେ, ନହେଲେ ଦେଶର ସ୍ୱାଧୀନତା ପାଇଁ ଶହୀଦ ହେବେ। ଏମିତି ଏକ ଘଡ଼ିସନ୍ଧି ବେଳାରେ
ଫିରିଙ୍ଗିମାନେ କ'ଣ ନୀରବ ହୋଇ ବସି ରହିଥିବେ? ନିଜର ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବା ପାଇଁ ସେମାନଙ୍କ ମଧ୍ୟରେ ଚାଲିଥିବ ନାନା ବିଚାର ବିମର୍ଶ, ନାନା କୁମନ୍ତ୍ରଣା। ଖୁରୁଧା ପାଇକମାନେ ବାରବାଟୀ ଆକ୍ରମଣ କରିବା ପୂର୍ବରୁ ସେମାନଙ୍କ ଭିତରେ ଫାଟ ସୃଷ୍ଟି କରିବାର ମନ୍ତ୍ରଣା। ଜୟୀ ରାଜଗୁରୁଙ୍କଠାରୁ ମୁକୁନ୍ଦ ଦେବଙ୍କୁ ଅନ୍ତର କରିବାର ଯୋଜନା। ଏ ଯୋଜନା ତାଙ୍କର କେତେଦୂର ଫଳବତୀ ହେବ? ଜୟୀ ରାଜଗୁରୁଙ୍କ ଫିରିଙ୍ଗି ବିରୋଧୀ କାର୍ଯ୍ୟକଳାପ ଫିରିଙ୍ଗି ବଣିକଙ୍କ ଆଖିରୁ ନିଦ ହଜେଇ ଦେଇଛି। ତାଙ୍କୁ ଆୟତ୍ତ କରିବାରେ ବିଫଳ ହୋଇଛି ବ୍ରିଟିଶ ବାହିନୀ। ବ୍ରିଟିଶ ପ୍ରେରିତ ସନ୍ଧିପତ୍ରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଜୟୀ ରାଜଗୁରୁ। ଏହା ଫିରିଙ୍ଗି ବଣିକଙ୍କ ପାଇଁ ଏକ ଶକ୍ତ ଧକ୍କା। ସେନା ଛାଉଣୀରେ କର୍ଣ୍ଣେଲ ହାରକୋଟ ଗଭୀର ଚିନ୍ତାମଗ୍ନ। ପୁରୀର ଅବ୍ୟବସ୍ଥିତ ପରିବେଶରେ କଲେକ୍ଟର ହଣ୍ଟର ସାହେବ ବିବ୍ରତ। ନିରୁପାୟ ହେଇ ଭେଟିଛନ୍ତି ହାରକୋଟଙ୍କୁ। ପରିସ୍ଥିତି ସମ୍ପର୍କରେ କୂଟନୈତିକ ମନ୍ତ୍ରଣା ଏବଂ ସାମ୍ପ୍ରତିକ ପରିସ୍ଥିତିରେ କେଉଁ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ସିଦ୍ଧାନ୍ତ ନିଆଯିବା ପାଇଁ ମସୁଧା। ବ୍ରିଟିଶ କାନୁନଗୋ ଗୋବିନ୍ଦ ରାୟଙ୍କ ସୂଚନା ଯେ କର୍ଣ୍ଣେଲଙ୍କ ପ୍ରସ୍ତାବକୁ ଗଭର୍ଣ୍ଣର ଜେନେରାଲ ସ୍ୱୀକୃତି ଦେଇ ଅବସ୍ଥାକୁ ଦେଖି ବ୍ୟବସ୍ଥା କରିବାକୁ ଆଦେଶ ଦେଇଛନ୍ତି। ଉତ୍ଫୁଲ୍ଲିତ ହୋଇଛନ୍ତି କର୍ଣ୍ଣେଲ ହାରକୋଟ। ଏକମାତ୍ର ଲକ୍ଷ୍ୟ ଗଜପତି ମୁକୁନ୍ଦ ଦେବ ଆଉ ଜୟୀ ରାଜଗୁରୁଙ୍କୁ ବନ୍ଦୀ କରିବା। ତେଣୁ ପ୍ରଥମ ପଦକ୍ଷେପ ରାଜ୍ୟରେ ରାଜା ବିରୋଧୀ ଅପପ୍ରଚାରର ଡେଙ୍ଗୁରା ବାଜିବ। ଖୋରୁଧା ଗଜପତିଙ୍କୁ ଗାଦିଚ୍ୟୁତ କରାଯାଇଛି। ଜଗନ୍ନାଥଙ୍କ ପୂଜା ସମୟରେ କେହି ତାଙ୍କ ନାମ ଉଚ୍ଚାରଣ କରିବେ ନାହିଁ। ଯେ କରିବ ପରିଣତି ଭୟାବହ ହେବ। ଏ ଅପପ୍ରଚାର ନିଶ୍ଚୟ ପାଇକମାନଙ୍କୁ ପ୍ରଭାବିତ କରିବ ଆଉ ମାନସିକ କ୍ଷେତ୍ରରେ ଦୁର୍ବଳ କରିଦେବ। ମେଜର ଫ୍ଲେଚର ଦୃଢ଼କଣ୍ଠରେ ଘୋଷଣା କରିଛନ୍ତି, ଆଇ ୱିଲ୍ ଟିଚ୍ ହିମ୍ ଏ ଲେସନ୍। ମୁଁ କଥା ଦେଉଛି କର୍ଣ୍ଣେଲ ସାହେବ, 10 ଦିନ ଭିତରେ ମୁଁ ଖୋର୍ଦ୍ଧା ଗଡ଼ ନିଶ୍ଚୟ ଅଧିକାର କରିବି। ଏହାପରେ ଫିରିଙ୍ଗି ବଣିକ କି ପଦକ୍ଷେପ ନେବେ? ଜୟୀ ରାଜଗୁରୁ ତଥା ପାଇକ ବାହିନୀ ସତରେ କ'ଣ ଏମାନଙ୍କ ବସତା ସ୍ୱୀକାର କରିବେ? ସମୟର ଗତି ବଡ଼ ବିଚିତ୍ର। ମଣିଷ ସମୟ ହାତରେ ଗୋଟେ ଖେଳନା କଣ୍ଢେଇ। ପ୍ରଭୁ ଜଗନ୍ନାଥ ଆଉ ବରୁଣେଇ କରୁଣେଇ ଦେବୀଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ସତ୍ତ୍ୱେ ଖୋର୍ଦ୍ଧାଗଡ଼ ଆଜି ବିପନ୍ନ। ଦୁର୍ବଳ ହେଇ ଆସୁଛି ପାଇକ ବାହିନୀର ମନୋବଳ, ଶକ୍ତି ଓ ସାମର୍ଥ୍ୟ। ବିବ୍ରତ ଅବସ୍ଥାରେ ଜୟୀ ରାଜଗୁରୁଙ୍କ ମାନସିକ ପ୍ରତିକ୍ରିୟା। ଫିରିଙ୍ଗି ଫୌଜର ଅଚାନକ ଆକ୍ରମଣ। ଶକ୍ତିଶାଳୀ ତୋପର ପ୍ରୟୋଗରେ ଦୁର୍ଗର କାନ୍ଥ ମଧ୍ୟ ଦୁର୍ବଳ। ବିପର୍ଯ୍ୟୟ ଆସନ୍ନ। ଖୋର୍ଦ୍ଧାଗଡ଼କୁ ରକ୍ଷା କରିବାର ସମସ୍ତ ପ୍ରଚେଷ୍ଟା ବିଫଳ ହୋଇଛି। ବିବ୍ରତ ହେଇ ଜୟୀ ରାଜଗୁରୁ କହି ଉଠିଛନ୍ତି, ଖୋର୍ଦ୍ଧା ରାଜ୍ୟକୁ ଆହୁରି ବଳିଷ୍ଠ କରି ତୋଳିବାର ମୋର ସ୍ୱପ୍ନ ଆଜିର ଆସନ୍ନ ପରାଜୟରେ ପର୍ଯ୍ୟବସିତ। ମୁଁ ମୁଣ୍ଡପାତି ପରାଜୟ ସ୍ୱୀକାରିବି, ବିନା ଦ୍ୱିଧାରେ ମୃତ୍ୟୁବରଣ କରିବି। କିନ୍ତୁ ତୁମେ ଯାଅ ସଦାନନ୍ଦ, ରାଜା ଏବଂ ତାଙ୍କ ପରିବାର ବର୍ଗଙ୍କୁ ଗୁପ୍ତ ଦ୍ୱାର ବାଟରେ ଜଙ୍ଗଲକୁ ପଠାଇ ଦିଅ। ଖୋର୍ଦ୍ଧାଗଡ଼ ବରଂ ଧ୍ୱସ୍ତ ବିଧ୍ୱସ୍ତ ହେବ। ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ବିଧର୍ମୀ ହାତରେ ବନ୍ଦୀ ନ ହୁଅନ୍ତୁ। ସରିନି ଜୟୀ ରାଜଗୁରୁଙ୍କ ମୁଖର ଭାଷା। ଖବର ଆସିଲା, ଗଡ଼ର ପଶ୍ଚିମ ପଟ କାନ୍ଥରେ ଗୋଟିଏ ବିରାଟ କଣା। ସେମାନେ ନିଶୁଣି ସାହାଯ୍ୟରେ ଏବେ ଗଡ଼ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ପୁଣି ଖବର ଆସିଲା, ସେନାପତି ଜେମା ଇନ୍ଦୁମତୀ ଯୁଦ୍ଧରେ ନିହତ। ତାପରେ ଚନ୍ଦ୍ରକାନ୍ତ, ନା ନା ସୈନିକ, ମୋତେ ଆଉ କିଛି ଶୁଣାଓନି। ଚାଲିଯାଅ ତମେ। ଏପରି ଦୁଃସମ୍ବାଦ ଦେଇ ମୋ ହୃଦୟକୁ କ୍ଷତ ବିକ୍ଷତ କର ନାହିଁ। ଦୁଃସମ୍ବାଦ ପରେ ଦୁଃସମ୍ବାଦ। ରାଜଗୁରୁ ଆପଣେ ଫିରିଙ୍ଗି ସୈନିକ ଗଡ଼ ଭିତରକୁ ପଶିଗଲେଣି।
ରାଜ ପରିବାର ଦୁର୍ଗ ତ୍ୟାଗ କରି ଜଙ୍ଗଲ ଭିତରକୁ ଚାଲି ଯାଇଛନ୍ତି। ପ୍ରବଳ ପରାକ୍ରମୀ ଜୟୀ ରାଜଗୁରୁ ଆଜି ମର୍ମାହତ। ଗୋଟି ଗୋଟି ହେଇ ସମସ୍ତେ ଚାଲିଗଲେ। କିଏ ପଳାୟନ କଲା, କିଏ ବା ପ୍ରାଣ ବଳି ଦେଇ ମୋତେ ଛାଡ଼ି ଚାଲିଗଲା। ଆଉ ଥୁଣ୍ଟା ବରଗଛ ଭଳି ମୁଁ ସବୁ ଦେଖି ଚାଲିଛି। ଏମିତି ଜୀବନ ଥାଇ ଲାଭ କ'ଣ? କେହି ଜଣେ ଆଗେଇ ଆସ, ନିଅ ଏ ତରବାରୀ, ହତ୍ୟା କର ମତେ। ଖୋର୍ଦ୍ଧା ପରାଜୟର ପ୍ରତିଶୋଧ ନିଅ, ହତ୍ୟା କର। ସବୁକିଛି ଶେଷ ହେଇଯାଇଛି। ଖୋର୍ଦ୍ଧାଗଡ଼ର ଗର୍ବ, ଦମ୍ଭ, ଅଭିମାନ, ମାନ ସମ୍ଭ୍ରମ ସବୁକିଛି ଭୁଲୁଣ୍ଠିତ। ଅସ୍ତମିତ ହେଇଯାଇଛି ସ୍ୱାଧୀନତାର ଶେଷ ସୂର୍ଯ୍ୟ। ଚତୁର୍ଦିଗରେ ଘନ ଅନ୍ଧକାରର ବହଳ ଆସ୍ତରଣ। ଆଉ ସେଇ ଅନ୍ଧକାର ଭିତରେ ନିର୍ଭୀକ, ନିର୍ବିକାର ଜୟୀ ରାଜଗୁରୁ ଆଜି ଦିଗହରା ପଥିକଟିଏ। ବିସ୍ତୀର୍ଣ୍ଣ ମରୁ ପ୍ରାନ୍ତରରେ ମରିଚିକାର ସତ୍ତା ଖୋଜି ପାରୁନାହାନ୍ତି। ଶରୀରରେ ପ୍ରବଳ ତୃଷା, ମନରେ ଅଭାବନୀୟ ଅବଶୋଷ। କିଏ ହରିବ ସେ ତୃଷାକୁ? କିଏ ଆଣିଦେବ ଟୋପାଏ ଶାନ୍ତିର ଅମୃତ? ସେ ଆଜି ସର୍ବହରା। ଏମିତି ମାନସିକ ଯନ୍ତ୍ରଣା ଭିତରେ ଖବର ଆସିଛି, ରାଜା ଜଙ୍ଗଲ ଭିତରୁ ଫିରିଙ୍ଗିମାନଙ୍କ ସହିତ ସନ୍ଧି କରିବା ପାଇଁ ଖବର ପଠାଇଥିଲେ। ହେଲେ ଫିରିଙ୍ଗି ସେ କଥା ମାନିଲେ ନାହିଁ। ଫିରିଙ୍ଗି କୌଶଳ ଜାଣି ନ ପାରି ରାଜାଙ୍କ ଦେହରକ୍ଷୀ ବିଚରା ଚିନ୍ତାମଣି ପ୍ରଥମେ ଧରା ପଡ଼ିଗଲା। ତାପରେ ରାଜାଙ୍କ ବିଶ୍ୱସ୍ତ ଚାକର ଫତେ ମହମ୍ମଦ 3000 ଟଙ୍କା ପୁରସ୍କାର ଲୋଭରେ ରାଜାଙ୍କୁ ଫିରିଙ୍ଗି ହାତରେ ଧରାଇଦେଲା। ସଦାନନ୍ଦ ବ୍ୟସ୍ତ ଆଉ ଭାରାକ୍ରାନ୍ତ ମନ ନେଇ ରାଜଗୁରୁଙ୍କୁ ପ୍ରସ୍ତାବ ଦିଅନ୍ତି। ଆଉ ଯୁଦ୍ଧ କରି ଲାଭ ନାହିଁ ରାଜଗୁରୁ, ଆପଣ ବରଂ ଗୁପ୍ତ ପଥରେ ଜଙ୍ଗଲ ଭିତରକୁ ଚାଲିଯାଆନ୍ତୁ। ହଠାତ୍ ଦଲକାଏ ବାତ୍ୟା ବତାସର ସ୍ପର୍ଶ ଅନୁଭବ କରିଛନ୍ତି ଜୟୀ ରାଜଗୁରୁ। କ୍ଷତାକ୍ତ ହୃଦୟରେ ଆଉ ଏକ ଧକ୍କାର ପ୍ରତିଧ୍ୱନି। ଉତ୍ତର ଦେଲେ, ଯାହା ମୋ ଚରିତ୍ରର ପରିପନ୍ଥୀ ତାହା କରିବା ପାଇଁ ମୋତେ ବାଧ୍ୟ କର ନାହିଁ ସଦାନନ୍ଦ। ଅଗଣିତ ପାଇକ ବୀରଙ୍କ ପରି ମୋ ରକ୍ତ ପାନ କରିବା ପାଇଁ ପୃଥିବୀ ମାତା ଆଜି ତୃଷାର୍ତ୍ତ। ମାର ତୃଷା ନିବାରଣ କରିବା ପାଇଁ ମୋତେ ସୁଯୋଗ ଦିଅ। ଶେଷ ଥର ପାଇଁ ସେହି କୁଚକ୍ରୀମାନଙ୍କୁ ମୋର ବାହୁବଳ ଦେଖାଇବା ପାଇଁ ଅବକାଶ ଦିଅ। ଆସନ୍ନ ରାତ୍ରିର ବିଭୀଷିକାର ସମ୍ମୁଖୀନ କିପରି ହେବେ ଜୟୀ ରାଜଗୁରୁ? ସମୟର ରଥଚକ୍ର ତଳେ କେତେ ଯେ ନିରୀହ ଜନତା, କେତେ ଯେ ଓଡ଼ିଆ ପାଇକ ପେଶି ହୋଇଯାଇଛନ୍ତି, ତାର ହିସାବ ରଖିବାକୁ ଫୁର୍ସତ ନାହିଁ। ନଅରର ପଛପଟରୁ ଶତ୍ରୁ ସୈନ୍ୟ ପ୍ରବେଶ କରିଛନ୍ତି। ଠିକ୍ ସମୁଦ୍ରର ଉତ୍ତାଳ ଢେଉ ପରି ଶହ ଶହ ଓଡ଼ିଆ ପାଇକ ସେମାନଙ୍କ ହାତରେ ବନ୍ଦୀ। ବୀରବାହୁ ସଦାନନ୍ଦ ହାର ମାନି ବନ୍ଦୀ ହୋଇଛନ୍ତି। ମେଜର ଫ୍ଲେଚରଙ୍କର ରୁକ୍ଷ ବ୍ୟବହାର, ଚାବୁକ ପ୍ରହାର ସତ୍ତ୍ୱେ ବି ଜୟୀ ରାଜଗୁରୁଙ୍କ ସନ୍ଧାନ ଦେଇନାହାନ୍ତି ମନ୍ତ୍ରୀ ସଦାନନ୍ଦ। ବରଂ ସଗର୍ବେ ଉତ୍ତର ଦେଇଛନ୍ତି, ଆମ ପ୍ରଧାନମନ୍ତ୍ରୀ ପ୍ରଧାନ ସେନାପତିର କର୍ତ୍ତବ୍ୟ ପାଳନ କରୁଛନ୍ତି। ତୁମ ପରି କପଟ ଯୁଦ୍ଧରେ ସେ ବିଶ୍ୱାସ କରନ୍ତି ନାହିଁ ଫିରିଙ୍ଗି ବଣିକ। ସେ ପ୍ରତ୍ୟକ୍ଷ ରଣାଙ୍ଗନରେ ଜୀବନ ବଳିଦାନ ଦେବାକୁ ଶିଖିଛନ୍ତି। ବର୍ତ୍ତମାନ ସେ ଅଶ୍ୱପୃଷ୍ଠରେ ବସି ଯୁଦ୍ଧ ଚାଳନା କରୁଛନ୍ତି। ଜାଗି ଉଠିଛନ୍ତି ହତାଶ ସୈନିକଗଣ। ବନ୍ଦୀ ପାଇକମାନେ ମୁକ୍ତ ହୋଇ ପୁଣି ଯୁଦ୍ଧ କରିବାକୁ ଆରମ୍ଭ କରିଛନ୍ତି। ନ ଦେଖିଲେ ବିଶ୍ୱାସ କରିପାରିବେନି କି ଭୟଙ୍କର ସେମାନଙ୍କ ଯୁଦ୍ଧ କୌଶଳ। ଅନେକ ଫିରିଙ୍ଗି ସୈନ୍ୟ ମୃତାହତ। ଚକ୍ରବାତ ପରି ଘୂରି ଯାଇଛି ଫ୍ଲେଚରଙ୍କ ମସ୍ତିଷ୍କ। ଜୟୀ ରାଜଗୁରୁଙ୍କୁ ଯଥାଶୀଘ୍ର ବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପାଇକ ଖବର ଦେଲେ ମନ୍ତ୍ରୀ ସଦାନନ୍ଦଙ୍କୁ। ଜୟୀ ରାଜଗୁରୁ ଫିରିଙ୍ଗି ହାତରେ ବନ୍ଦୀ। ଗଭୀର ଯନ୍ତ୍ରଣାରେ ମର୍ମାହତ ମନ୍ତ୍ରୀ ସଦାନନ୍ଦ। ଓଡ଼ିଶାର ସ୍ୱାଧୀନତାର ସୂର୍ଯ୍ୟ ଏତେ ଶୀଘ୍ର ଅସ୍ତମିତ ହୋଇଗଲେ। ଜୟୀ ରାଜଗୁରୁଙ୍କ ପରାଜୟରେ ଆଜି ଓଡ଼ିଆ ଜାତିର ଗୌରବ ଲୁପ୍ତ ହୋଇଗଲା। ଧୂଳିସାତ ହୋଇଗଲା ଉତ୍କଳର ଗର୍ବ ଗୌରବର ଖୁର୍ଦ୍ଧାଗଡ଼। ଏ ପ୍ରଭୁ, ଜଗତର ନାଥ ଜଗନ୍ନାଥ, ତମେ ବଡ଼ ବଡ଼ ଆଖିରେ ତମ ପ୍ରିୟ ମାଟିର ପତନ ଦେଖି କେମିତି ସହିପାରିଲ ପ୍ରଭୁ? ବର୍ତ୍ତମାନ ରାଜଗୁରୁ ଆପଣ କୋଉଠି, କେମିତି ଅବସ୍ଥାରେ ଥିବେ ସେ? ତାଙ୍କୁ ସାହା ହୁଅ ଠାକୁରେ, ତାଙ୍କୁ ସାହା ହୁଅ, ତାଙ୍କୁ ସାହା ହୁଅ। ମେଦିନୀପୁର ଜେଲରେ ଜୟୀ ରାଜଗୁରୁ। ବାଘତୋଟାଠାରେ ତାଙ୍କର ବିଚାର ହେଇଛି। ଆଦେଶ ହେଇଛି ଫାଶୀ ଦଣ୍ଡ। ଚିନ୍ତିତ ହୋଇପଡ଼ିଛନ୍ତି କର୍ଣ୍ଣେଲ ହାରକୋଟ। ଜୟୀ ରାଜଗୁରୁଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ତାଙ୍କୁ ଚିନ୍ତାମଗ୍ନ କରିଛି। ସତରେ କି ବିଚିତ୍ର ମଣିଷ ଏ ଜୟୀ ରାଜଗୁରୁ। କ୍ଷମା ଭିକ୍ଷା କରି ହୁଏତ ମୃତ୍ୟୁଦଣ୍ଡରୁ ରକ୍ଷା ପାଇପାରିଥାନ୍ତେ, କିନ୍ତୁ ନୀତି ବିରୁଦ୍ଧ କାମ ନ କରିବା ପାଇଁ ତାଙ୍କର ଭୀଷଣ ପ୍ରତିଜ୍ଞା। ଶତ୍ରୁ ହେଲେ ମଧ୍ୟ ସେ ବିରାଟ ବ୍ୟକ୍ତିତ୍ୱ ନିକଟରେ ମଥା ନଇଯାଏ। ହାରକୋଟଙ୍କ ସମ୍ମୁଖରେ ବନ୍ଦୀ ରାଜଗୁରୁ ଉପସ୍ଥିତ। ବିଚକ୍ଷଣ ବ୍ୟକ୍ତିତ୍ୱ ଓ ଦେଶପ୍ରେମ ପାଇଁ ପ୍ରଶଂସାରେ ଶତମୁଖ ହୋଇଛନ୍ତି ହାରକୋଟ। କିନ୍ତୁ ଜୟୀ ରାଜଗୁରୁ ପୂର୍ବପରି ନିର୍ବିକାର। ତାଙ୍କ ଉପରେ କରିଥିବା ଅକଥନୀୟ ଅତ୍ୟାଚାର ପାଇଁ କ୍ଷମା ମାଗିଛନ୍ତି ହାରକୋଟ। ତଥାପି ପଦଟିଏ ଉତ୍ତର ଦେଇନାହାନ୍ତି ରାଜଗୁରୁ। ନିଜର ଭୁଲ ପାଇଁ କ୍ଷମା ପ୍ରାର୍ଥନା କରି ମୁକ୍ତି ପାଇବାକୁ କହିଛନ୍ତି ହାରକୋଟ ସାହେବ। ଏଥର ପାଟି ଖୋଲିଛନ୍ତି ଜୟୀ ରାଜଗୁରୁ। କ୍ଷମା, ମୁକ୍ତି? ଯଦି ମୁକ୍ତି ଦେବାକୁ ଚାହାନ୍ତି, ତେବେ ଓଡ଼ିଶାର ଗଜପତି ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମହାରାଜ ମୁକୁନ୍ଦ ଦେବଙ୍କୁ ମୁକ୍ତି ଦିଅନ୍ତୁ। ମୁଁ କିନ୍ତୁ ମୁକ୍ତି ଚାହେଁ ନା। ଜୀବନର ଅନ୍ତିମ ମୁହୂର୍ତ୍ତରେ ମୋତେ କଳଙ୍କିତ କରିବା ପାଇଁ ସ୍ନେହର ପ୍ରାଚୁର୍ଯ୍ୟ ଦେଖାନ୍ତୁ ନାହିଁ ସେନାପତି ହାରକୋଟ। ବଞ୍ଚିବାର ଆଶା ଜାଗ୍ରତ କରାଇ ମୋର ପ୍ରାଣକୁ ଦୁର୍ବଳ କରନ୍ତୁ ନାହିଁ। ଆସାମୀକୁ ଫାଶୀ ଦେବାର ସମୟ ଜଣାଇଛନ୍ତି ଜେଲର ସାହେବ। ତାଙ୍କୁ ନିଆଯାଇଛି ଫାଶୀ ଦିଆ ବରଗଛ ନିକଟକୁ। ଦୁଇ ଗୋଡ଼କୁ ଗଛର ଦୁଇଟି ଡାଳରେ ବାନ୍ଧି ଦିଆଯାଇ ନିର୍ମମ ଭାବରେ ହତ୍ୟା କରାଯାଇଛି।